ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ଆମ ଦୁନିଆ ବହିର ପାଠ 4 ପଶୁପକ୍ଷୀ ପାଠଟିକୁ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖ, ଯଦ୍ୱାରା କି ବୁଝିବାରେ ସହଜ ହେବ। ତେବେ ଚାଲ ପିଲାମାନେ ଏହି ପାଠଟିକୁ ଆମେ ଆଲୋଚନା କରିବା। ବିଭିନ୍ନ ପ୍ରକାର ପଶୁପକ୍ଷୀ ଆମ ଚାରିପାଖରେ ଅନେକ ପ୍ରକାର ପଶୁପକ୍ଷୀ ଅଛନ୍ତି। କେତେକ ବହୁତ ବଡ଼, କେତେକ ଛୋଟ। ପଶୁପକ୍ଷୀମାନେ ବଞ୍ଚିବା ପାଇଁ ଖାଦ୍ୟ, ଜଳ, ବାୟୁ, ବାସସ୍ଥାନ ଆବଶ୍ୟକ କରନ୍ତି। ପିଲାମାନେ ତୁମେ ଦେଖିଛ ଆମ ଚାରିପାଖରେ କେତେ ପ୍ରକାର ପଶୁ, କ'ଣ କ'ଣ ସବୁ ଦେଖିଛ କହିଲ ଦେଖିବା। ସେଗୁଡ଼ିକ ହେଉଛି ଗାଈ, ଛେଳି, ମଇଁଷି, ବିଲେଇ, କୁକୁର, ହାତୀ ଇତ୍ୟାଦି। ଏସବୁ ଛବି ଦେଖୁଛ ନା, ଏସବୁ ଆମ ଚାରିପାଖରେ ରହନ୍ତି। କିନ୍ତୁ ଏହିସବୁ ପ୍ରାଣୀମାନେ ସେମାନଙ୍କ ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ କରନ୍ତି। ଯେପରି ଆମେ ବଞ୍ଚିବା ପାଇଁ ଖାଦ୍ୟ ଖାଉଛେ, ସେହିଭଳି ପ୍ରାଣୀମାନେ ମଧ୍ୟ, ପଶୁପକ୍ଷୀମାନେ ମଧ୍ୟ ଖାଦ୍ୟ ବିନା ବଞ୍ଚିପାରିବେ ନାହିଁ। ଖାଦ୍ୟ ଖାଇଲେ ସେମାନେ ବଞ୍ଚିପାରିବେ। ଏଠି ଛବି ଦେଖୁଛ ପିଲାମାନେ, ସବୁ ଦେଖ ଭଲ ଭାବରେ ଛବି। ତାପରେ ଅଧିକାଂଶ ସ୍ତନ୍ୟପାୟୀ ମାନେ ଯେଉଁ ପ୍ରାଣୀ ସ୍ତନ୍ୟପାନ କରି ବଢ଼ିଥାନ୍ତି ସେମାନେ ହେଉଛନ୍ତି ସ୍ତନ୍ୟପାୟୀ। ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀଙ୍କର 4ଟି ଗୋଡ଼, ଗୋଟିଏ ଲାଞ୍ଜ ଥାଏ। ଏମାନଙ୍କ ମଧ୍ୟରୁ ଅନେକ ଶରୀର ଲୋମପୂର୍ଣ୍ଣ। କେତେକ ମୁଣ୍ଡରେ 2ଟି ଲେଖାଏଁ ଶିଙ୍ଗ ଥାଏ। ଏମାନେ ନିଜ ଛୁଆକୁ ସ୍ତନ୍ୟପାନ କରାନ୍ତି। ମଣିଷ ଏକ ସ୍ତନ୍ୟପାୟୀ ପ୍ରାଣୀ। ବୁଝିଲା ପିଲାମାନେ? ସ୍ତନ୍ୟପାୟୀ ମାନେ ଯେଉଁ ପ୍ରାଣୀମାନେ ନିଜର ଛୁଆକୁ ସ୍ତନ୍ୟପାନ କରାନ୍ତି ସେମାନେ ହେଉଛନ୍ତି ସ୍ତନ୍ୟପାୟୀ। ଏମାନଙ୍କର 4ଟି ଗୋଡ଼ ଥାଏ, ଗୋଟିଏ ଲାଞ୍ଜ ଥାଏ। ଶରୀର ମଧ୍ୟ ଲୋମପୂର୍ଣ୍ଣ ହୋଇଥାଏ। ଆଉ କାହାର ଶିଙ୍ଗ ମଧ୍ୟ ଥାଏ। ସେହିଭଳି ମଣିଷ ମଧ୍ୟ ଏକ ସ୍ତନ୍ୟପାୟୀ ଶ୍ରେଣୀର। ତାପରେ ଦେଖିବା ସରୀସୃପ। ଦେଖ ସରୀସୃପ କାହାର ଛବି ଅଛି ଏଠି? ଏଣ୍ଡୁଅ, ଝିଟିପିଟି, କୁମ୍ଭୀର, ସାପ, କଇଁଛ। ଏମାନେ ହେଉଛନ୍ତି ସରୀସୃପ। ସରୀସୃପ ଅର୍ଥ ଯେଉଁମାନେ ଛାତିରେ ଭାର ଦେଇ ଚଳପ୍ରଚଳ ହୁଅନ୍ତି, ସେମାନେ ଚଲାବୁଲା କରନ୍ତି, ଭରା ଦେଇ ଚାଲନ୍ତି, ତାକୁ କୁହାଯାଏ ସରୀସୃପ। ଏହି ପ୍ରାଣୀମାନେ ଛାତିରେ ଭରା ଦେଇ ଯିବା ଆସିବା କରନ୍ତି। କେତେକ ସରୀସୃପଙ୍କର 4ଟି ଲେଖାଏଁ ଗୋଡ଼ ଅଛି। କାହାର ମଧ୍ୟ 4ଟି ଗୋଡ଼ ଅଛି। ଦେଖ ଝିଟିପିଟିର 4ଟି ଗୋଡ଼, ଏଣ୍ଡୁଅର 4ଟି ଗୋଡ଼, କୁମ୍ଭୀରର 2ଟି ଗୋଡ଼, ସାପର ଆଦୌ ଗୋଡ଼ ନାହିଁ, କଇଁଛର ଗୋଡ଼ ଅଛି। ତେଣୁ କାହାର 4ଟି ଗୋଡ଼ ମଧ୍ୟ ଥାଏ। ସରୀସୃପମାନଙ୍କର ଚର୍ମ ଉପରେ କାତି ବା ଖୋଳପା ଥାଏ। ଦେଖ ଚର୍ମ ଉପରେ କାତି ଥାଏ କିମ୍ବା ଖୋଳପା ଥାଏ। ଏମାନେ ସାଧାରଣତଃ ମାଟିରେ ବାସ କରନ୍ତି। କୁମ୍ଭୀର, କଇଁଛ ପରି କେତେକ ସରୀସୃପ ପାଣିରେ ମଧ୍ୟ ରହନ୍ତି। ଦେଖ କେତେକ ସରୀସୃପ ମାଟିରେ ସ୍ଥଳରେ ରହନ୍ତି। ଆଉ କେତେକ ସରୀସୃପ ଅଛନ୍ତି ସେମାନେ ଉଭୟ ଜଳରେ ଏବଂ ସ୍ଥଳରେ ମଧ୍ୟ ରହନ୍ତି। ଯେପରିକି କୁମ୍ଭୀର, କଇଁଛ ଏମାନେ ମାଟିରେ ରହନ୍ତି ଏବଂ ପାଣିରେ ମଧ୍ୟ ରହନ୍ତି। ତେଣୁ ସେମାନେ ଉଭୟଚର ବୋଲି କୁହାଯାଏ। ଉଭୟଚର ସରୀସୃପ, ଉଭୟ ପାଣି, ଜଳ, ସ୍ଥଳରେ ବସବାସ କରନ୍ତି। ତାପରେ ଆସିଲା ପକ୍ଷୀ। ପକ୍ଷୀ ଭିତରେ କିଏ କିଏ ଅଛନ୍ତି? ପାରା, ଘରଚଟିଆ, ଗଞ୍ଜା, ଶୁଆ, କାଉ, ମୟୂର, କୁକୁଡ଼ା, ଓଟପକ୍ଷୀ, ବତକ, ହଂସ। ଏମାନେ ହେଉଛନ୍ତି ପକ୍ଷୀ। ଏହି ପ୍ରାଣୀମାନଙ୍କର 2ଟି ଲେଖାଏଁ ଗୋଡ଼ ଥାଏ। ପକ୍ଷୀମାନଙ୍କର ସାଧାରଣତଃ 2ଟି ଗୋଡ଼ ଥାଏ। ଏମାନଙ୍କର ଡେଣା ଓ ପର ଥାଏ। ଡେଣା ଆଉ ପର ରହୁଛି। ଡେଣା ପର ସାହାଯ୍ୟରେ ଏମାନେ ଉଡ଼ିପାରନ୍ତି। ଚଞ୍ଚୁ ବା ଥଣ୍ଟ ସାହାଯ୍ୟରେ ଏମାନେ ଖାଦ୍ୟ ଖାଆନ୍ତି। ଚଞ୍ଚୁ ଆଉ ଥଣ୍ଟ ସାହାଯ୍ୟରେ ଖାଦ୍ୟ ଖାଆନ୍ତି। ହଂସ ଓ ବତକ ପାଣିରେ ପହଁରି ପାରନ୍ତି। ବତକ ଓ ଓଟପକ୍ଷୀ
ଉଡ଼ି ପାରନ୍ତି ନାହିଁ। ବତକ ଓଟ ପକ୍ଷୀ ଉଡ଼ି ପାରନ୍ତି ନାହିଁ। ଏମାନଙ୍କର ଦୁଇଟି ଗୋଡ଼ ଥାଏ, ଡେଣା ଆଉ ପର ଥାଏ। ଡେଣା ସାହାଯ୍ୟରେ ଏମାନେ ଉଡ଼ି ପାରନ୍ତି। ଚଞ୍ଚୁ ଥଣ୍ଟ ସାହାଯ୍ୟରେ ଏମାନେ ଖାଦ୍ୟ ଖାଆନ୍ତି। ହଂସ ବତକ ପାଣିରେ ପହଁରି ପାରନ୍ତି। ବତକ ଓଟ ପକ୍ଷୀ ଉଡ଼ି ପାରନ୍ତି ନାହିଁ। ତାପରେ ଆସିଲା ଜଳଚର। ଜଳଚର ମାନେ ଯେଉଁ ପ୍ରାଣୀ ଜଳରେ ବସବାସ କରନ୍ତି ସେମାନେ ହେଉଛନ୍ତି ଜଳଚର। ତାରକା ମାଛ, ଅକ୍ଟୋପସ୍, ରୋହି ମାଛ, ଡଲଫିନ୍, ତିମି ଏହି ପ୍ରାଣୀମାନେ ସର୍ବଦା ପାଣିରେ ବାସ କରନ୍ତି। ପାଣିରୁ ବାହାର କରିଦେଲେ ଏମାନେ ମରିଯାଆନ୍ତି। ବୁଝିଲା ପିଲାମାନେ? ମାଛକୁ ଯଦି ଆମେ ପାଣିରୁ ବାହାର କରିଦେବା ସେ ବଞ୍ଚିପାରିବ ନାହିଁ, ତେଣୁ ସେ ମରିଯିବ। ତେଣୁ ସେ ହେଉଛି ଜଳଚର। ଏମାନେ ପାଣିରେ ପହଁରି ଯିବା ଆସିବା କରନ୍ତି। ମାଛ ଏକ ଜଳଚର ପ୍ରାଣୀ। ମାଛର ଗୋଡ଼ ବଦଳରେ ଡେଣା ଥାଏ। ଅଧିକାଂଶ ମାଛ ଦେହରେ କାତି ଥାଏ। ତିମି ଡଲଫିନ୍ ସ୍ତନ୍ୟପାୟୀ ପ୍ରାଣୀ ହେଲେ ମଧ୍ୟ ଜଳରେ ରହନ୍ତି। ଦେଖ, ତିମି ଡଲଫିନ୍ ହେଉଛନ୍ତି ସ୍ତନ୍ୟପାୟୀ, କିନ୍ତୁ ଏମାନେ ଜଳରେ ରହନ୍ତି। ଉଭୟଚର ପ୍ରାଣୀ। ଉଭୟଚର ଅର୍ଥ ଯେଉଁ ପ୍ରାଣୀ ଉଭୟ ଜଳ ଏବଂ ସ୍ଥଳରେ ବସବାସ କରନ୍ତି ସେମାନେ ହେଉଛନ୍ତି ଉଭୟଚର। ନିଉଟ, କଇଁଛ, ବେଙ୍ଗ, ସାଲମାଣ୍ଡାର ଏମାନେ ହେଉଛନ୍ତି ଉଭୟଚର। ଏହି ପ୍ରାଣୀମାନେ ଉଭୟ ଜଳ ଓ ସ୍ଥଳରେ ବସବାସ ବିଚରଣ କରନ୍ତି। କଇଁଛ ବ୍ୟତୀତ ଏମାନଙ୍କ ଚର୍ମ ପତଳା ଏବଂ ତାହା ସାଧାରଣତଃ ଓଦାଳିଆ ଲାଳୁଆ। ଏମାନଙ୍କର 2 ଯୋଡ଼ା ଗୋଡ଼ ଥାଏ। ଅଧିକାଂଶ ଉଭୟଚର ନିଜର ପରଦାଯୁକ୍ତ ପାଦ ଦ୍ୱାରା ପାଣିରେ ଭଲ ଭାବରେ ପହଁରି ପାରନ୍ତି। ଏମାନେ ପାଣିରେ ଭଲ ଭାବରେ ପହଁରି ପାରନ୍ତି। ସେଭଳି ପତଙ୍ଗ ଦେଖ, ଏଠି ଦେଖୁଛ ମାଛି, ମହୁମାଛି, ପ୍ରଜାପତି, ଉକୁଣି, ଛାରପୋକ, ଅସରପା, ମଶା, ପିମ୍ପୁଡ଼ି, ଗୋବର ପୋକ ଏମାନେ ହେଉଛନ୍ତି ପତଙ୍ଗ। ପତଙ୍ଗମାନଙ୍କର 6ଟି ଲେଖାଏଁ ଗୋଡ଼ ଥାଏ। ଏମାନଙ୍କ ଶରୀର ମୁଣ୍ଡ, ଛାତି, ପେଟ ଏପରି 3 ଭାଗରେ ବିଭକ୍ତ ହୋଇଥାଏ। କେତେକ ପତଙ୍ଗର ଉଡ଼ିବା ପାଇଁ ଡେଣା ମଧ୍ୟ ଥାଏ। ଡେଣା ନଥିବା ପତଙ୍ଗମାନେ ଭୂମି ଉପରେ ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରନ୍ତି। ଯାହାର ଡେଣା ନାହିଁ ଭୂମି ଉପରେ ଗୁରୁଣ୍ଡି ଗୁରୁଣ୍ଡି ଯିବା ଆସିବା କରନ୍ତି, ଏବଂ ଯାହାର ଡେଣା ଅଛି ସେମାନେ ଉଡ଼ି ପାରନ୍ତି। ସେହିଭଳି ଆମେ ପଢ଼ିବା ପ୍ରାଣୀମାନଙ୍କର ଖାଦ୍ୟାଭ୍ୟାସ। ଆମେ ସବୁ ଭାତ, ଡାଲି, ପନିପରିବା, ଫଳ, ମାଛ, ମାଂସ, ଅଣ୍ଡା, ଦୁଧ ଆଦି ଖାଉ। ଗାଈ ଘାସ ଖାଏ। ଜଙ୍ଗଲରେ ବାଘ, ହରିଣ ଶିକାର କରି ତାର ମାଂସ ଖାଏ। ବାଘ ଘାସ ଖାଏ ନାହିଁ। ବାଘ ଘାସ ଖାଉଛି କି? ଗାଈ ଘାସ ଖାଏ, ତେଣୁ ଛେଳି ଘାସ ଖାଏ। ଆମେ ଭାତ, ଡାଲି, ତରକାରୀ, ପନିପରିବା ସବୁ ଖାଉ। ମାଛ, ମାଂସ, ଅଣ୍ଡା ଖାଉ। ସେହିଭଳି ବାଘ ଘାସ ଖାଏ ନାହିଁ। ସବୁ ପ୍ରାଣୀଙ୍କର ଖାଦ୍ୟାଭ୍ୟାସ ସମାନ ନୁହେଁ। ଆମେ ଯେଉଁ ଖାଦ୍ୟ ଖାଉଛୁ ବାଘ ସେହି ଖାଦ୍ୟ ଖାଏ ନାହିଁ। ତେଣୁ ସମସ୍ତଙ୍କର ଖାଦ୍ୟାଭ୍ୟାସ ସବୁ ଭିନ୍ନ ଭିନ୍ନ। ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ ଅର୍ଥ ଯେଉଁମାନେ ଘାସ ଖାଆନ୍ତି ସେମାନଙ୍କୁ କୁହାଯାଏ ତୃଣଭୋଜୀ। ଗାଈ, ଛେଳି, ମଇଁଷି, ଠେକୁଆ ଏମାନେ ହେଉଛନ୍ତି ତୃଣଭୋଜୀ। କେତେକ ପ୍ରାଣୀ କେବଳ ଗଛଲତା ଦେଉଥିବା ବିଭିନ୍ନ ପଦାର୍ଥକୁ ଖାଇ ବଞ୍ଚନ୍ତି, ସେମାନଙ୍କୁ ତୃଣଭୋଜୀ କହନ୍ତି। ଘାସ, ଗଛଲତା, ଗଛ ଡାଳପତ୍ର ଖାଆନ୍ତି, ସେମାନେ ହେଉଛି ତୃଣଭୋଜୀ। ସେଭଳି ମାଂସାଶୀ ଅର୍ଥ ଯେଉଁମାନେ ଖାଦ୍ୟ ରୂପରେ ମାଂସକୁ ବ୍ୟବହାର କରନ୍ତି ତାକୁ ମାଂସାଶୀ। ଦେଖ, ଶାଗୁଣା ହେଉଛି ଶାଗୁଣାକୁ ମାଂସାଶୀ କୁହାଯାଏ। ବାଘ ମାଂସ ଖାଉଛି ନା ନାହିଁ? ଏମାନେ ମାଂସକୁ ବିଲୁଆ, ସିଂହ, ବାଘ ଏମାନେ ସବୁ ହେଉଛି ମାଂସାଶୀ। କେତେକ ପ୍ରାଣୀ ଅନ୍ୟ ପ୍ରାଣୀର ମାଂସ ଖାଇ ବଞ୍ଚନ୍ତି, ଏମାନଙ୍କୁ ମାଂସାଶୀ ପ୍ରାଣୀ କୁହାଯାଏ। ତେଣୁ ଆମେ କ'ଣ ବୁଝିଲେ? ମାଂସାଶୀ କହିଲେ କ'ଣ ବୁଝ? ଯେଉଁ ପ୍ରାଣୀ ଅନ୍ୟ ପ୍ରାଣୀକୁ ଖାଇ ବଞ୍ଚନ୍ତି ତାକୁ କୁହାଯାଏ ମାଂସାଶୀ।
ଅନ୍ୟ ପ୍ରାଣୀର ମାଂସ ଖାଇ ବଞ୍ଚନ୍ତି ସେମାନଙ୍କୁ ମାଂସାଶୀ ପ୍ରାଣୀ କହନ୍ତି। ସର୍ବଭୋଗ ପ୍ରାଣୀ, ସର୍ବଭୋଗ ଅର୍ଥ ଦେଖ, ସର୍ବଭୋଗ ବା ସର୍ବଗ୍ରାସୀ। କାଉ, ଗୁଣ୍ଡୁଚିମୂଷା, ଗଞ୍ଜା, କୁକୁଡ଼ା, ବିଲେଇ, କୁକୁର ଏମାନଙ୍କୁ କୁହାଯାଏ ସର୍ବଭୋଗ। କାଉ, ଗୁଣ୍ଡୁଚିମୂଷା, କୁକୁଡ଼ା, ଗଞ୍ଜା, ବିଲେଇ, କୁକୁର ଆଦି କେତେକ ପ୍ରାଣୀ ଉଭୟ ଗଛଲତା ଠାରୁ ମିଳୁଥିବା ପଦାର୍ଥ ଅନ୍ୟ ପ୍ରାଣୀର ମାଂସ ଖାଇ ବଞ୍ଚନ୍ତି। ଏମାନଙ୍କୁ ସର୍ବଭୋଗ ବା ସର୍ବଗ୍ରାସୀ ପ୍ରାଣୀ କୁହାଯାଏ। ତେଣୁ ଆମେ ବୁଝିଲେ ସର୍ବଗ୍ରାସୀ କ'ଣ? ସବୁ ପ୍ରକାର ଖାଦ୍ୟ ସମସ୍ତଙ୍କୁ ଖାଆନ୍ତି। ଉଭୟ ପ୍ରାଣୀଜ ଏବଂ ଉଦ୍ଭିଦଜ ବା ଗଛଲତା ମାଂସ ଖାଇ ବଞ୍ଚନ୍ତି, ସେମାନଙ୍କୁ ସର୍ବଗ୍ରାସୀ କହନ୍ତି। ବର୍ତ୍ତମାନ ଏହି ପାଠର ପ୍ରଶ୍ନ ଉତ୍ତରକୁ ଆମେ ଆଲୋଚନା କରିବା। ଦେଖ, ଠିକ୍ ବାକ୍ୟ ପାଖରେ ଠିକ୍ ଚିହ୍ନ, ଭୁଲ ବାକ୍ୟ ପାଖରେ ଭୁଲ ଚିହ୍ନ ଦେବା। ଜଳଚର ପ୍ରାଣୀଙ୍କର ଡେଣା ବଦଳରେ ଗୋଡ଼ ଥାଏ। ଠିକ୍ ନା ଭୁଲ? ଜଳଚର ପ୍ରାଣୀଙ୍କର ଡେଣା ବଦଳରେ ଗୋଡ଼ ଥାଏ। ଜଳଚର ପ୍ରାଣୀଙ୍କର ଡେଣା ବଦଳରେ ଗୋଡ଼ ଥାଏ। ଭୁଲ। ଜଳଚର ପ୍ରାଣୀଙ୍କର ଡେଣା ଥାଏ, ତେଣୁ ଏଇଟା ଭୁଲ ହେବ। ପତଙ୍ଗର ଶରୀର 2 ଭାଗରେ ବିଭକ୍ତ। ଭୁଲ। କାହିଁକି? ପତଙ୍ଗର ଶରୀର 3 ଭାଗରେ ବିଭକ୍ତ। ଠେକୁଆ ଏକ ମାଂସାଶୀ ପ୍ରାଣୀ। ଠେକୁଆ ଏକ ତୃଣଭୋଜୀ ପ୍ରାଣୀ, ତେଣୁ ଇଏ ମଧ୍ୟ ଭୁଲ। ତାପରେ ଦେଖିବା 2 ନମ୍ବର ପ୍ରଶ୍ନ। କ ସ୍ତମ୍ଭର ପ୍ରତ୍ୟେକ ଚିତ୍ର ସହିତ ସମ୍ପର୍କ ଥିବା ଖ ସ୍ତମ୍ଭର ଉପଯୁକ୍ତ ଶବ୍ଦ ସହ ମିଳାଅ। ଏଠି ଅଛି ବାଘ। ବାଘ ବନ୍ୟ ପଶୁ, ତେଣୁ ବନ୍ୟ ପଶୁ ସହିତ ଆମେ ଯୋଡ଼ିବା। ବାଘ ବଣରେ ରହୁଛି। ଡଲଫିନ୍, ଡଲଫିନ୍ ଜଳଚର। ତାପରେ ଏଇଟା କ'ଣ? ସରୀସୃପ। ଶୁଆ ପକ୍ଷୀ, ଯୋଡ଼ିଲେ। ତାପରେ ଆଗକୁ ଯିବା 3 ନମ୍ବର ପ୍ରଶ୍ନ। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଏଠି ଦିଆଯାଇଛି କେଉଁ କେଉଁ ସ୍ତନ୍ୟପାୟୀ ପ୍ରାଣୀଙ୍କର କ୍ଷୀରକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ? କେଉଁ କେଉଁ ସ୍ତନ୍ୟପାୟୀ ପ୍ରାଣୀଙ୍କର କ୍ଷୀରକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ? ଲେଖିବା ଉତ୍ତର। ଗାଈ, ମଇଁଷି, ଛେଳି, ଇତ୍ୟାଦି ପ୍ରାଣୀଙ୍କର କ୍ଷୀରକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ। ତାପରେ ଲେଖିବା 2ଟି ଉଭୟଚର ପ୍ରାଣୀଙ୍କର ନାମ ଲେଖ। 2ଟି ଉଭୟଚର ପ୍ରାଣୀଙ୍କର ନାମ ଲେଖ। ଉଭୟଚର, କେଉଁମାନେ ଉଭୟଚର? ତାକୁ ଆମେ ଲେଖିବା। 2ଟି ଉଭୟଚର ପ୍ରାଣୀଙ୍କର ନାମ ଲେଖ। ଆମେ ଲେଖିବା ଯେଉଁ ପ୍ରାଣୀ ଉଭୟ ଜଳରେ ଓ ସ୍ଥଳରେ ରହନ୍ତି ସେମାନେ ଉଭୟଚର। ଲେଖିବା ନେଉଟ, ନେଉଟ ଏବଂ ବେଙ୍ଗ। ନେଉଟ, ବେଙ୍ଗକୁ ଆମେ ଲେଖିପାରିବା ଉଭୟ ଜଳରେ ରହନ୍ତି, ସ୍ଥଳରେ ରହନ୍ତି। 4ଟି ପତଙ୍ଗର ନାମ ଲେଖ। 4ଟି ପତଙ୍ଗର ନାମ ଲେଖିବା। 4ଟି ପତଙ୍ଗ ହେଉଛି 4ଟି ପତଙ୍ଗ ନାମ ଲେଖିବା। 4ଟି ପତଙ୍ଗ ହେଉଛି, ଲେଖିବା ଆମେ ପ୍ରଜାପତି, ମାଛି, ପିମ୍ପୁଡ଼ି, ଅସରପା। ଏଭଳି ଆମେ ଲେଖିପାରିବା ପତଙ୍ଗର ନାମ। ସର୍ବଗ୍ରାସୀ କାହାକୁ କୁହାଯାଏ? ସର୍ବଗ୍ରାସୀ ଯେଉଁମାନେ ଉଭୟ ଉଦ୍ଭିଦଜାତ ଖାଦ୍ୟ ଓ ଅନ୍ୟ ପ୍ରାଣୀଙ୍କର ମାଂସ ଖାଆନ୍ତି ସେମାନଙ୍କୁ ସର୍ବଗ୍ରାସୀ କହନ୍ତି। ସର୍ବଗ୍ରାସୀ କହିଲେ କ'ଣ ବୁଝ? ଯେଉଁ ପ୍ରାଣୀମାନେ ଉଭୟ ଉଦ୍ଭିଦଜାତ ଖାଦ୍ୟ ଓ ଅନ୍ୟ ପ୍ରାଣୀମାନଙ୍କର ଖାଦ୍ୟ ଖାଇ ବଞ୍ଚନ୍ତି ସେମାନଙ୍କୁ ସର୍ବଭୋଗ କହନ୍ତି। ସର୍ବଭୋଗ ଉଦାହରଣ ହେଉଛି ମଣିଷ, କାଉ, କୁକୁର। ସେହିଭଳି ସରୀସୃପ ପ୍ରାଣୀଙ୍କର ମଧ୍ୟରୁ 2ଟିର ନାମ ଲେଖ।
ସରୀସୃପ ହେଉଛି ସାପ ଓ କୁମ୍ଭୀର। ସରୀସୃପ। 4ଟି ଗୃହପାଳିତ ପଶୁର ନାମ ଲେଖ। 4ଟି ଗୃହପାଳିତ ଆମେ ଯାହା ଘରେ ପାଳୁ ତାର ନାମ ହେଉଛି ଗାଈ। ଗୃହପାଳିତ ହେଉଛି ଗାଈ, ଛେଳି, ମଇଁଷି, ମଇଁଷି ଏବଂ ବିରାଡ଼ି ହେଉଛି ଗୃହପାଳିତ। ତୁମ ପାଇଁ କାମ, ପଶୁଗୁଡ଼ିକର ଚିତ୍ର ସଂଗ୍ରହ କରି ଲଗାଅ। ଏଠି ତୁମ ପାଇଁ କାମ ଅଛି, ପଶୁଗୁଡ଼ିକର ସବୁ ଚିତ୍ର ସଂଗ୍ରହ କରିବ, ଏଠାରେ ଲେଖିବ। ତାପରେ ପକ୍ଷୀଗୁଡ଼ିକର ଚିତ୍ର ସଂଗ୍ରହ କରି ଲଗାଅ। ଏଠି ପକ୍ଷୀମାନଙ୍କର ମଧ୍ୟ ଚିତ୍ର ଲଗାଇ ପାରିବ। ବର୍ତ୍ତମାନ ପାଇଁ ଏହି ଭିଡ଼ିଓଟି ବା ଏହି ପାଠଟି ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ କାଳାଂଶରେ ପୁଣି ଏକ ପାଠ ସହିତ ସାକ୍ଷାତ ହେବା, ଆଲୋଚନା କରିବା। ବର୍ତ୍ତମାନ ପାଇଁ ବିଦାୟ ନେଉଛି। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବ। ଲାଇକ୍, ସେୟାର ଏବଂ କିଛି ପ୍ରଶ୍ନ ପଚାରିବାର ଥିଲେ କମେଣ୍ଟ ମଧ୍ୟ କରିପାରିବ। କମେଣ୍ଟ କରିବ ଏବଂ ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିବେ। ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ତେଣୁ ବର୍ତ୍ତମାନ ପାଇଁ ବିଦାୟ ନେଉଛି।